ଉଦୁଉଦିଆ ଦ୍ୱିପହର, ଡହଡହ ଖରା। ଖୋଜେ ଚାଲିଲା ବେଳକୁ ପଞ୍ଚ ପ୍ରାଣ ଏକାଠି ହୋଇଯାଉଛନ୍ତି ଯେମିତି। ବାଦାମବାଡ଼ିରେ ପହଞ୍ଚି କେମିତି ରାଣୀହାଟ ପର୍ଯ୍ୟନ୍ତ ଯିବେ ବୋଲି ଚିନ୍ତାରେ ପଡ଼ିଗଲେ ସୁମନ୍ତ ବାବୁ। ବୟସ ଥିଲାବେଳେ ଏମିତି କେତେ ଟାଣ ଖରାକୁ ପିଠି ଚମଡ଼ା ଓ ମୁଣ୍ଡ କେଶ ଭିତରେ ହଜମ କରି ଆସିଛନ୍ତି ସେ। ଆଜି କିନ୍ତୁ ଏ ଖରା ତାଙ୍କୁ ଭୟ ଦେଖାଉଛି। ସେତେବେଳେ ସେ ଖରା ତରା କାହାରିକୁ ଖାତିର କରୁନଥିଲେ। କହୁଥିଲେ, ଆରେ ଖରା ମୋର କ'ଣ କରିବ, ସେ ତା ବାଟରେ ମୁଁ ମୋ ବାଟରେ। ହେଲେ ଆଜି ସେଇ ଖରା ତାଙ୍କୁ ଯମଦୂତ ପରି ଲାଗୁଛି। ସାଙ୍ଗରେ ଛତା ପାଣି ବୋତଲ ଥିଲେ ବି ବୟସର ଅପରାହ୍ନରେ ଏ ଖରାଟିଆ ମଧ୍ୟାହ୍ନ ତାଙ୍କୁ ଯେମିତି ବିବଶ କରି ପକାଉଛି। କ'ଣ କରିବେ, ଖରା ବେଳ ବୋଲି ରିକ୍ସାବାଲା ଗୁଡ଼ାକ କୁଆଡ଼େ ପଳାଇଛନ୍ତି। ଅଟୋ ଷ୍ଟାଣ୍ଡରେ ବି ଯେଉଁ 2-3ଟା ଅଟୋ ଅଛି ସେମାନେ ଲୋକ ନହେଲେ ଯିବେ ନାହିଁ। ଏ ଉଦୁଉଦିଆ ଖରାରେ ଲୋକବାକ ବି ତାଙ୍କ ସାଙ୍ଗରେ ଗଲା ଭଳିଆ ଦେଖିପାରୁନାହାନ୍ତି ସେ। ହଠାତ୍ ଆଖି ପଡ଼ିଗଲା ଗୋଟାଏ କଣକୁ ଛିଡ଼ା ହୋଇଥିବା ରିକ୍ସାଟି ଉପରେ। ବିଚରା ରିକ୍ସାବାଲାଟି ହୁଡ୍ ଟେକି ତାରି ଛାଇରେ ଟିକେ ଆଖି ପକାଇ ଦେଇଥିଲା। ସୁମନ୍ତ ବାବୁ ପହଞ୍ଚିଗଲେ ତା ପାଖରେ। ଏ ରିକ୍ସା ଯିବୁ? କୁଆଡ଼େ ଆଜ୍ଞା? ଧଡ଼ପଡ଼ ହୋଇ ଉଠି ତଳକୁ ଓହ୍ଲାଇ ଆସିଲା ରିକ୍ସାବାଲା। ରାଣୀହାଟ ଯିବୁ? ଆଜ୍ଞା ଆଜ୍ଞା ବସନ୍ତୁ, କହିଲା ରିକ୍ସାବାଲା। କେତେ ଟଙ୍କା ନେବୁ? ଏ ଖରାଟାକୁ ଦେଖି ଯାହା ଦେବେ ବାବୁ, ମୁଁ କ'ଣ କହିବି, ଟଙ୍କା 15ଟା ଦେବେ ଆଉ। ଚମକି ପଡ଼ିଲେ ସୁମନ୍ତ ବାବୁ ଯେମିତି। ଥାଉ ଥାଉ, ଏଇ 2 କିଲୋମିଟର ଭିତରେ ବାଟକୁ 15 ଟଙ୍କା କହୁଛୁ? ହଇରେ, ଆମେ କ'ଣ କୁଆଡ଼ୁ ଆଇଛୁ ଯେ ବାଟ ନ ଦେଖିଲା ଭଳିଆ ତୁ 15 ଟଙ୍କା ବତଉଛୁ ରାଣୀହାଟକୁ? ତମ ଗୁଡ଼ାଙ୍କୁ ପାରି ହେବନି। ଲୋକର ଅସୁବିଧା ମାପି ତମେ ଚଟାପଟ ଦର କଷି ଦିଅ ନାହିଁ। ଆପଣ ଏତେ ରାଗୁଛନ୍ତି କାହିଁକି ବାବୁ? ହଉ ଟଙ୍କା 10ଟା ଦିଅନ୍ତୁ। ତମ ହୋଇ ରିକ୍ସାରେ ବସିଲେ ସୁମନ୍ତ ବାବୁ। ଛୋଟ ଲୋକ ଗୁଡ଼ାକ ବେଳ ଉଣ୍ଡିଥିବେ ପଇସା ଟାଣି ନେବାକୁ। 5 ଟଙ୍କାର ରାସ୍ତାକୁ 10 ଟଙ୍କା ନେଇଯିବେ। ମନେ ମନେ ଗରଗର ହେଉଥିଲେ ସେ। କଳା ମଚମଚ ଝାଳବୁହା ଶରୀରକୁ ନେଇ ରିକ୍ସାବାଲା ରିକ୍ସା ଗଡ଼ାଇ ଚାଲିଲା ତାତିଲା ପିଚୁ ଉପରେ। ସନ୍ଧ୍ୟା ଯାଇ ରାତି ହୋଇ ଆସିଲାଣି। ଆଖି ଖୋଲିଲା ବେଳକୁ ସୁମନ୍ତ ବାବୁ ନିଜକୁ ଆବିଷ୍କାର କରନ୍ତି ବଡ଼ ମେଡ଼ିକାଲ କାଜୁଆଲିଟିର ଏକ ବେଡ଼୍ରେ। ହଡ଼ବଡ଼େଇ ଯାଇ ଉଠି ପଡ଼ିଲେ ସେ। ମୁଣ୍ଡଟା କାହିଁକି ଝାଙ୍କି ଦେଉଛି। ତାଙ୍କ ସହିତ ଆଉ କିଛି ଅଘଟଣ ଘଟିଯାଏନି ତ? ପାଖ ବେଡ଼୍ରେ ଥିବା ରୋଗୀକୁ ଜଣେ ନର୍ସ ଇଞ୍ଜେକ୍ସନ୍ ଦେଉଥିଲେ। ତାଙ୍କୁ ଡାକି ସେ ପଚାରିଲେ, ଆଜ୍ଞା ମୁଁ ଏଠି, କ'ଣ ହେଇଛି ମୋର? ନର୍ସ ଜଣକ କହିଲେ, ହଁ ଆପଣ ରିକ୍ସାରେ ଆସୁଥିଲା ବେଳେ ସନଷ୍ଟ୍ରୋକ୍ରେ ବେହୋସ ହୋଇପଡ଼ିଥିଲେ। ସେଇ ରିକ୍ସାବାଲା ଆପଣଙ୍କୁ ଆଣି ଏଠି ପହଞ୍ଚାଇଛି। ଏବେ ଭଲ ଲାଗୁଛି ତ? ହଁ କହିଦେଇ ସୁମନ୍ତ ବାବୁ ଦେଖି ପକାଇଲେ ମୁଣ୍ଡ ପାଖରେ ଥୁଆ ହୋଇଥିବା ତାଙ୍କ ହ୍ୟାଣ୍ଡବ୍ୟାଗ୍ଟିକୁ। ନା, 50,000 ଟଙ୍କା ପୁରା ଠିକ୍ ଅଛି। ଆଶ୍ୱସ୍ତିରେ ଗୋଟାଏ ଝାଳ ବାହାରିଗଲା ତାଙ୍କ ଦେହରୁ। ଝିଅ ବାହାଘର ପାଇଁ ଗାଁକୁ ଯାଇ ଖଣ୍ଡିଏ ଜମି ବିକ୍ରି ବାବଦ ଏତକ ଟଙ୍କା ଧରି ଆସୁଥିଲେ ସେ। ତା ଛଡ଼ା ତାଙ୍କ ହାତରେ ଥିଲା ଘଣ୍ଟା ଆଉ 4-5 ଗ୍ରାମର ସୁନା ମୁଦିଟେ। ଓଃ, ସବୁ ଠିକ୍ ଅଛି। ଯଦି କିଛି ଏପଟ ସେପଟ ହୋଇଯାଇଥାନ୍ତା ସେ ତ ଧୈର୍ଯ୍ୟଚ୍ୟୁତ ହୋଇଯାଇଥାନ୍ତେ। ଜିନିଷପତ୍ର ପରଖି ନେଇ ଚାରିଆଡ଼େ ଆଖି ବୁଲାଇ ଆଣି ସେ ଦେଖନ୍ତି ତ ଦୁଆର ମୁହଁରେ ଗୋଟିଏ ବେଡ଼୍କୁ ଲାଗି ଜାକି ଜୁକି ହୋଇ ବସିଛି ତାଙ୍କୁ ଆଣିଥିବା ରିକ୍ସାବାଲା। ସେ କ'ଣ ତାହେଲେ ସେତିକି ବେଳୁ ଏଠି ବସି ରହିଛି? ଏମିତି ଭାବୁ ଭାବୁ ରିକ୍ସାବାଲାର ଦୃଷ୍ଟି ପଡ଼ିଗଲା ସୁମନ୍ତ ବାବୁଙ୍କ ଉପରେ। ଏକରକମ ଧାଇଁ ଆସି ସୁମନ୍ତ ବାବୁଙ୍କ ପାଖରେ ପହଞ୍ଚି କହିଲା, ବାବୁ ଏବେ ଭଲ ଲାଗୁଛି ନା? ଆପଣ ତ ବେହୋସ ହୋଇଗଲେ। କ'ଣ କରିବି ବୋଲି ମେଡ଼ିକାଲ ନେଇ ଆସିଲି। ହେଲେ ଏମିତି ଅବସ୍ଥାରେ ଛାଡ଼ି ଦେଇ ଯିବାକୁ ମନ ହେଲାନି। ତାପରେ ବ୍ୟାଗ୍ ପତ୍ର ଥିଲା ତ, କ'ଣ ଦରକାରୀ ଜିନିଷ ଥିବ ଆପଣଙ୍କର, ସେଇଥିପାଇଁ ଏଠି ଜଗି ବସିଛି। ସବୁ ଠିକ୍ ଅଛି ତ ବାବୁ? ସମ୍ମତି ସୂଚକ ଭଙ୍ଗୀରେ ସୁମନ୍ତ ବାବୁ ମୁଣ୍ଡ ହଲାଇବାରୁ ରିକ୍ସାବାଲାଟି ପୁଣି କହିଲା, ମୁଁ ତାହେଲେ ଯାଉଛି, ଡେରି ହେଇଗଲାଣି। ଘଣ୍ଟାଏ ଖଣ୍ଡେ ପରେ ମାଲିକକୁ ପଇସା ଦେବାକୁ ପଡ଼ିବ। ଆପଣ ଆଉ ଟିକେ ବିଶ୍ରାମ ନେଇ ଘରକୁ ଯିବେ। କହିଦେଇ ନମସ୍କାର ହୋଇ ସେ ବାହାରିଗଲା। ତାକୁ ଧନ୍ୟବାଦ ସୁଦ୍ଧା ଜଣାଇବା ପାଇଁ ପାଟି ଖୋଲି ନଥିଲା ସୁମନ୍ତ ବାବୁଙ୍କର। ସେ ଯେପରି ନିର୍ବାକ ହୋଇଯାଇଥିଲେ ରିକ୍ସାବାଲାର ଏ ବିରାଟ ହୃଦୟ ପାଖରେ। 5ଟା ଟଙ୍କା ନ ଦେଇ ସେ ଯାହାକୁ ଛୋଟଲୋକ ଅମଣିଷ ବୋଲି ମନେ ମନେ ଗରଗର ହେଉଥିଲେ, ସେ ଆଜି ତାଙ୍କର ଧନ ଜୀବନ ସବୁର ଜଗୁଆଳି ହୋଇ ନିଜ ବେପାର ମାରା କରି ଏଠି 5 ଘଣ୍ଟା ହେଲାଣି ବସି ରହିଛି। ଚାହିଁଥିଲେ ତାଙ୍କୁ ମେଡ଼ିକାଲ ନ ଆଣି ରାସ୍ତା କଡ଼ରେ ମରିବାକୁ ଛାଡ଼ି ଦେଇ
ଟଙ୍କା ପଇସା ସୁନା ଧରି ସେ ପଳାଇ ବି ଯାଇପାରିଥାନ୍ତା। ଅଥଚ ତାର ଏ ଉପକାର ପ୍ରତିବଦଳରେ ସେ ତାକୁ ଧନ୍ୟବାଦଟିଏ ସୁଦ୍ଧା ଦେଇପାରିଲେ ନାହିଁ। ରିକ୍ସାବାଲାର ମଣିଷପଣିଆ ଆଗରେ ଯେମିତି ଛୋଟ ହୋଇଯାଉଥିଲେ ସୁମନ୍ତ ବାବୁ। ଛୋଟ ଲୋକର ସଂଜ୍ଞା କ'ଣ ହୋଇପାରେ ସେ କଥା ତାଙ୍କ ମୁଣ୍ଡ ଭିତରେ ଗୋଳେଇ ଘାଣ୍ଟି ହେଉଥିଲା। ତାଙ୍କୁ ଲାଗୁଥିଲା ତା ବିଷୟରେ ଏପରି ହୀନ କଥା ଭାବି ସେ ଭାରି ପାପ କରିଛନ୍ତି। ତଥାପି ଏକ ଅନୁଭବ ଆସୁଥିଲା, ଏବେ ବି ମଣିଷପଣିଆ ବଞ୍ଚିଛି। ଧୀରେ ଧୀରେ ଆଖି ଆଗରୁ ଅପସରି ଯାଉଥିଲା ସେଇ ରିକ୍ସାବାଲା।